9টাରେ ଗଲେ ସ୍କୁଲ 9:30ରେ ଏଠି ପହଞ୍ଚିଲା ବେଳକୁ ମୋ ଝିଅ ନାହିଁ। ଝିଅ ଗାଡି ଘୁଟି ଯାଇଛି। ସେ ସବୁବେଳେ କୁହେ ମାମା ମୁଁ ଆଖି ଦାନ କଲେ ହୁଅନ୍ତାନି ନା, ମୁଁ ଆଖି ଦାନ କରିବି। ମୁଁ କହିଲି ନା ଦାନ କେମିତି କୁହନ୍ତି ନାହିଁ। ଦେଖିଲା ବେଳକୁ ମୁଁ ତା ଆଖି ସେଥିପାଇଁ ଦାନ କରିଦେଇଛି। ମା ମୁଁ ଆଖି ଦାନ କଲେ ହୁଅନ୍ତାନି? ମୋର ଭାରି ଇଚ୍ଛା ଆଖି ଦାନ କରିବାକୁ। ଝିଅର ଏକଥା ଶୁଣି ମା କୁହନ୍ତି, ଝିଅ ଏମିତି କଥା କୁହନ୍ତିନି, ତୁ ଏବେ ଛୋଟ ପିଲା, ପାଠ ପଢ଼, ଆଉ କିଛି କଥା ମୁଣ୍ଡରେ ପୁରାନା। ହେଲେ ଦଇବର ଏ କି ବିଚାର? କୁନି ଝିଅର ମନର କଥା ଏମିତି ପୂରଣ କରିଦେଲେ ଈଶ୍ୱର। ନିଶ୍ୱାସ ଚାଲୁଥିବା ବେଳେ ଯାହା କହୁଥିଲା କୁନି ଝିଅ, ଆଜି ନିଶ୍ୱାସ ବନ୍ଦ ହୋଇଯିବା ପରେ ତାହା ପୂରଣ କରିଛି। ଆଜି ନିଶ୍ୱାସ ବିଶ୍ୱାସ ସେ ସବୁ ହରେଇ ବସିଛି। ଏଇ ଦୁନିଆ ଛାଡ଼ି ସେ ଏବେ ପରପାରିରେ। ହେଲେ ଆଜି ପରିବାର ଲୋକେ ଝିଅ ଆଖିର କର୍ଣ୍ଣିଆ ଦାନ କରିଛନ୍ତି। ଝିଅର ଆଖି କର୍ଣ୍ଣିଆ ଆଉ କାହାକୁ ଦୃଷ୍ଟିଶକ୍ତି ଦେବାରେ ସହାୟକ ହେବ। ଆଉ କିଏ ତା ପାଇଁ ଦୁନିଆ ଦେଖିବ? କୁନି ଝିଅ ମରିକି ବି ଅମର ହୋଇଯାଇଛି ଆଜି। ଆମେ କହୁଛୁ କୁନି ଝିଅ ଅର୍ଚ୍ଚିତା ବେହେରା କଥା। ନବମ ଶ୍ରେଣୀର ଛାତ୍ରୀ, ବୟସ ମାତ୍ର 14 ବର୍ଷ। କୁନି ଝିଅ ଅର୍ଚ୍ଚିତାର ବାପା ଅମିତାଭ ବେହେରା ଆଜକୁ 10 ବର୍ଷ ହେଲା ନାହାନ୍ତି। କିଛିଦିନ ତଳେ ସ୍ୱାମୀଙ୍କୁ ହରାଇଥିବା ସୁରଞ୍ଜିତା ବେହେରା ଆଜି ଝିଅକୁ ଏକ ଦୁର୍ଘଟଣାରେ ହରାଇ ଭାଙ୍ଗି ପଡ଼ିଛନ୍ତି। ଯାହାକୁ ଦେଖି ସ୍ୱାମୀ ଯିବା କଷ୍ଟକୁ ଧୀରେ ଧୀରେ ଭୁଲି ସୁରଞ୍ଜିତା ବାଟ ଚାଲିବାକୁ ଦମ୍ଭ ଜୁଟାଇଥିଲେ, ସେ ଆଜି ଅଧା ବାଟରେ ତାଙ୍କୁ ଏକା କରି ଚାଲିଯାଇଛି। ଭୋ ଭୋ ହୋଇ କାନ୍ଦୁଛନ୍ତି ସୁରଞ୍ଜିତା। ଦୁଃଖ ଉପରେ ଦୁଃଖ ଲଦି ହୋଇ ପଡ଼ିଛି ତାଙ୍କ ଉପରେ। ସିଏ ତ ଏ ଦୁନିଆରେ ଆଉ ନାହିଁ। ସିଏ କିନ୍ତୁ ତାର ଗୋଟେ ସ୍ୱପ୍ନ ଥିଲା ଯେ ମୁଁ ଗୋଟେ ଡକ୍ଟର ହେବି, ଆଉ ଲୋକମାନଙ୍କ ସେବା କରିବି। କିନ୍ତୁ ତାପରେ ସବୁବେଳେ ବି ସେ ଆମ ଘରେ ଯେତେବେଳେ ଥାଏ ସବୁବେଳେ ଟିକେ ଟିକେ କଥାରୁ କହିବ, ମାମା ମୁଁ ଗୋଟେ ମୋ ଆଖି ଦାନ କରିଦେଲେ ହୁଅନ୍ତାନି? ମାମା ତାଙ୍କ ମାମା କହନ୍ତି ଯେ ନା ତମ ସେମିତି କହନ୍ତିନି। ଆଉ ମୁଁ ସବୁବେଳେ ସିଏ ପର ଉପକାରୀ। ସେ ସବୁବେଳେ ଚେଷ୍ଟା କରେ ଯେ ପରକୁ କେମିତି ସାହାଯ୍ୟ କରିବି। ଆଉ ବହୁତ ଭଲ ବି ପାଠ ପଢୁଥିଲା। ସେ ସବୁବେଳେ ବଡ ଗୋଟେ ଡକ୍ଟର ହବାକୁ ବି ଚାହୁଁଥିଲା। ଖବର ମୁତାବକ ଯାଜପୁର ଦାନଗଦି ବୁଧରାଜ ବିଦ୍ୟାପୀଠ ନିକଟରେ ଗତକାଲି ସକାଳେ ଏକ ହାଇୱା 2 ଛାତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ଅର୍ଚ୍ଚିତା ବେହେରାଙ୍କୁ ଦାନଗଦି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଥିଲା। ଅର୍ଚ୍ଚିତାଙ୍କର ମୃତ୍ୟୁ ପରେ ତାଙ୍କ ଆଖିର କର୍ଣ୍ଣିଆ ଦାନ କରିଛନ୍ତି ତାଙ୍କ ପରିବାର ଲୋକେ। ଏପଟେ ଦୁର୍ଘଟଣାରେ ଆହତ ଆଉ ଜଣେ ଛାତ୍ରୀ ସିପ୍ରା ପ୍ରିୟଦର୍ଶନୀ ଦାନଗଦି ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ହେଲେ ସେପଟେ ଝିଅକୁ ହରାଇ ଅର୍ଚ୍ଚିତାଙ୍କର ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। छोट छुआ तार स्कूल गला बेले तार रोड ट्रैफिक एक्सीडेंट होता। एक्सीडेंट रे से आम पाक आसला, तो आम पाक आसला तार डेथ हो गला तार पेरेंट्स माने कंसेंट देथिले तार कन्या डोनेट करने की। तो आमर प्रोसीजर अनुसार काली से कन्या डोनेट करिछि। गोटे निहाती खुशीर जिनस। सी चलीगला आखिरे आउ जड़े दुनिया देखिपर आठू आ खुशीर जिनस किछि नाही। तो ता आत्मार मु सद्गति कामना करुछि। आपण माध्यम अन्य मानकु रिक्वेस्ट करुछि जो मानकर डेथ होउछि ड्यूरिंग ट्रीटमेंट से परिवार वर्ग ये गोटे शुभ काम समस्ते सहयोग करंतु। जमती से छोट झीटा जाइकी आज अमर ही रहीगला ता आखिरे आउ जड़े दुनिया देखिपर सेमती अन्य माने सहयोग हाथ बढ़ातु। कुनी झीटिया अर्चिता किंतु ता परिवार लोक मृत्यु परे तार इच्छा पूर्ण करिसंती। छाती को दंभ करी नेइछंती महत निष्पत्ति। झियो आखिर कन्या दान करिसंती। ता आखिरे आज आउ किए दुनिया देखिबो। एपरी प्रशंसायोग्य कार्य पाई आज कुनी झियो अर्चिता सबुदिन पाई अमर होई जाइछि।
झीर स्वप्न थिला दिने चक्षुदान करिब। आज से दुनिया रे नाही, किंतु से तार स्वप्न पूर्ण करी समस्तक पाई एक बड़ उदाहरण पलटि जाइछि। दर्शक बंधु, किछि लोके विश्वास करिथांती कि जदि आमे मनरे किछि भल कथा भाबि थाउ ताहेले प्रायतः पूरण होई न थाए, किंतु कौनसी खराब कथा जदि मन को आसी थाए ताहाको भगवान तथास्तु बोली कहि दै थांती, जहाँ एही कहानी सुनिले मन को आसुछि। कटकरू वीडियो जर्नालिस्ट नृसिंह प्रसाद पंडांक सह विभु प्रसाद स्वाई और जाजपुर रोड रू विश्वजित करंक रिपोर्ट के न्यूज ओडिशा।